ଶ୍ରୀଜଗନ୍ନାଥଙ୍କ ଅଣସର ଲୀଳାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ଅଣସର ଦ୍ୱାଦଶୀ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀରେ ପାଳନ ହୁଏ ଏହି ନୀତି। ଏହି ଦିନ ରାଜପ୍ରାସାଦକୁ ବିଜେ କରାଯାଏ ରାଜପ୍ରସାଦ। ଆସନ୍ତୁ ଜାଣିବା ଅଣସର ଦ୍ୱାଦଶୀରେ ହେଉଥିବା ଏହି ରାଜପ୍ରସାଦ ବିଜେ ନୀତି କ'ଣ। ଦଶମୂଳ ମୋଦକ ସେବନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୁଅନ୍ତି। ଏକାଦଶୀରେ ସୁସ୍ଥ ଠାକୁରମାନଙ୍କୁ ଚନ୍ଦନ ଲାଗି ହୁଏ। ଅଣସର ଦ୍ୱାଦଶୀରେ ରାଜପ୍ରାସାଦ ବା ଗଜପତି ରାଜାଙ୍କ ନଅରକୁ ବିଜେ କରାଯାଏ ରାଜପ୍ରସାଦ। ଏହି ରାଜପ୍ରସାଦ ମହାପ୍ରଭୁଙ୍କୁ ଭୋଗ ବା ନୈବେଦ୍ୟ ହୋଇଥିବା କୌଣସି ପ୍ରସାଦ ନୁହେଁ। ରାଜପ୍ରସାଦ ହେଉଛି ପ୍ରଭୁଙ୍କ ଶ୍ରୀଅଙ୍ଗର ଛଡ଼ା ସାମଗ୍ରୀ। ଅଣସର ଘରେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରୁ ଯେଉଁ ସବୁ ଚନ୍ଦନ, କରାଳ, ପାଟଡୋର ଆଦି ବ୍ୟବହାର କରାଯାଇଥାଏ, ସେସବୁ ମଧ୍ୟରୁ କିଛି ରୂପା ଥାଳିରେ ପଟୁଆର ସହ ରାଜାଙ୍କ ନଅରକୁ ନିଆଯାଏ। ମହାପ୍ରଭୁ ସୁସ୍ଥ ହେଲେଣି ବୋଲି ତାଙ୍କ ସେବକ ଗଜପତି ରାଜାଙ୍କୁ ସୂଚିତ କରନ୍ତି। ଏହା ହିଁ ରାଜପ୍ରସାଦ ବିଜେ। ଦଇତାପତି ସେବକମାନେ ଅଣସର ପିଣ୍ଡିରୁ ଶ୍ରୀଅଙ୍ଗ ଚନ୍ଦନ, କରାଳ ଓ ପାଟଡୋରି ରୂପା ଥାଳିରେ ରଖି ଶ୍ରୀନଅର ବା ରାଜପ୍ରାସାଦ ଯାଆନ୍ତି। ସେଠାରେ ପାରମ୍ପରିକ ଓ ଔପଚାରିକତା ପରେ ଆନୁଷ୍ଠାନିକ ଭାବେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଜଣାନ୍ତି। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ।